ଅଜଣା ଲୋକ ପଶି ଆସିଲେ ତାକୁ ଡରେଇ ଦିଏ କହିକି ପାରିବ କିଏ କିପରି ସେ ବୋବାଏ। ଆଚ୍ଛା କୁକୁର କଣ ଆମକୁ ସବୁ ସାହାଯ୍ୟ କରେ କହିଲ କୁହ। କୁକୁରର ଗୋଟେ ଭଲ ଗୁଣଟେ ଘର ଜଗେ ଆଉ ଚୋର ଆସିଲେ ଏଇ କୁକୁର ଉପରେ ଗୋଟେ ଗପଟେ କହୁଛି। ଦିନେ କଣ ହେଇଛି ଗୋଟେ କୁକୁରଟେ ଥିଲା ଆଉ ଗୋଟେ ଗଧଟେ ଥିଲା। ଶୁଣ ଶୁଣ ଗୋଟେ କୁକୁରଟେ ଥିଲା ଆଉ ଗୋଟେ କୁକୁର କଣ କରେ କୁକୁର ଘର ଜଗେ ଗଧ କଣ କରେ ଗଧ ମାଲ ସବୁ ମାଲିକର ହୁଏ ନାଇଁ। ଦିନେ କଣ ହେଇଛି ଶୁଣ ଦିନେ କଣ ହେଇଛି କୁକୁର କହିଲା ଗଧ ଭାଇ ତୁ କଣ ଏମିତି ଦୁର୍ବଳ ଦେଖା ଯାଉଛୁ। ନା ମୁଁ ତ ଦୁର୍ବଳ ଦେଖା ଯାଉଛି ମୁଁ ତ ସବୁବେଳେ ଖଟୁଛି ମାଲିକ ମତେ ଖଟଉଛି କିନ୍ତୁ ତୋର ଭଲ ତତେ ଆରାମରେ ବଢିଆ ଖାଇବା ପିଇବାକୁ ଘରେ ଦେଇ ମତେ ରଖିଛି ମତେ ତ ଖାଲି କିଛି ଭଲ ଖାଇବାକୁ ଦେଉନି ଦେଖୁନି କଣ୍ଟା କେମିତି ଦେଖା ଗଲାଣି ମୋ ଦେହ ସାରା ନାଇଁ ଆଉ ପତଳା ହେଇଗଲେଣି ଆଉ ତୁ କଣ କାମ କରୁଛୁ ତ ଖାଲି ଘରେ ରହୁଛୁ କିନ୍ତୁ ତତେ ବଢିଆ ଖାଇବାକୁ ଦଉଛି ମୁଁ କେତେ ଦେଇକି ଦିନ ମାନ ଖଟୁଛି କେତେ ମାଲ ମୋ ପିଠି ଉପରେ ବହୁଛି। କହିଲା ଆଚ୍ଛା ଠିକ ଅଛି ଦିନେ କହିଲା ମୁଁ ତୋ କାମ ଆଜି କରିବି। ଶୁଣ କଣ କହିଲା କହିଲ ଆଉ ଠିକ ଅଛି ମୋ କାମ କରିବୁ ଆଉ। ଦିନେ କଣ ହେଇଛି ଏମିତି ତା କାମଟି ସେଦିନ ଗଲା ସେଇ ଦିନଟି ସେ ରାତିରେ ତା କାମଟି ଗଲା କାହା କାମ କରିବ କୁକୁର କାମ କରିବ ବା। କୁକୁର ତାର କଣ କରେ ଅଜଣା ଲୋକ ଦେଖିଲେ କଣ କରେ ଭୁକେ। ସେଦିନ ରାତିରେ କଣ ହେଇଛି ଦଳେ ଚୋର ମାଲିକର ଯୋଉଠି ସବୁ ତାର ରଖେ ସବୁ ତାର ସବୁ ଷ୍ଟକ୍ ରୁମ୍ ନାଇଁ ଷ୍ଟୋର ରୁମ୍ ଯୋଉଠି ସବୁ ସେ ଷ୍ଟୋର ରୁମ୍ରେ ସବୁଆଡେ ଖାଦ୍ୟ ଶସ୍ୟ ସବୁ ରଖେ ସେ ଷ୍ଟୋର ରୁମ୍ରେ ରଖିଥିଲା। ସେଦିନ କଣ ହେଇଛି ମାଲିକ ତାର ସେ ଷ୍ଟୋର ରୁମ୍ ସବୁ ଫାଙ୍କା କରିଦେଇଛି ସବୁ ତାର ବିକ୍ରି କରିଦେଇଛି କିଛି ନାହିଁ। କୁକୁର ଜାଣିଛି ଜୋରରେ ଗୋଟେ ବିକଟ ଗର୍ଜନ କଲା ଜୋରରେ ବସି ଭୁକିଲା ଯେମିତି ମାଲିକ ନିଦ ଭାଙ୍ଗିଗଲା। ମାଲିକ ସେଠି ଗୋଟେ ବାଡ଼ି ଧରିକି ଦୌଡ଼ିକି ଆସିଲା କହିଲା ଆରେ ରାତି ଅଧରେ କାହିଁ ଭୁକିକି ମୋ ନିଦ ଭାଙ୍ଗିଲୁ ତାକୁ ଗୋଟେ ବାଡ଼ି ଦେଲା। ହଁ ଦେଖିଲା ମାଲିକ ଆସି ଦେଖିଲା କୁକୁର ତାର ଆରାମରେ ଶୋଇଛି ଭୁକୁ ନାହିଁ ଗଧଟା କଣ ପଟରେ ଭୁକୁଛି ଖାଲି ବିକଟ ଗର୍ଜନ କରୁଛି। ତେଣୁ ମାଲିକ କଣ କଲା ରାଗି ଯାଇକି କହିଲା ମୋ ନିଦ ତୁ ଭାଙ୍ଗିଦେଲୁ ନାଇଁକି ଅଧା ରାତିରେ ତାକୁ କହିକି ତାକୁ ବାଟିଲା ମାଡ଼ ଖାଇକି ଗଧ ମନ ଦୁଃଖରେ ଶୋଇଲା। ମାଲିକ ତାର ପଳେଇଲା ବହୁତ ମାଡ଼ ଖାଇଲା। ତାପରେ କୁକୁର ପଚାରିଲା ତୋ କାମ ତୁ ତ ଯାହା କରୁଥିଲୁ ମୁଁ ତ ସେୟା କରିବି କିନ୍ତୁ ମୁଁ କାହିଁ ମାଡ଼ ଖାଇଲି। କହିଲା ହଁ ଗୋଟେ କାରଣ ଅଛି। କହିଲା କଣ କାରଣ ଅଛି କହିଲୁ। କହିଲା ତୁ କାହିଁକି ରାତିରେ ଭୁକିଲୁ ବିକଟାଳ ଶବ୍ଦ କଲୁ। କହିଲା ବା ଅଜଣା ଲୋକ ଆସିଲେ ଚୋର ଆସିଲେ ତୁ ବା ଭୁକୁ ଏମିତି ମୁଁ ଶୁଣିଛି। ହଁ ମୁଁ ଭୁକେ ଯେ ଆମର ବା ଯୋଉଠି ଷ୍ଟୋର ରୁମ୍ରେ ଯୋଉଠି ମାଲ ରହେ ତା କିଛି ନାହିଁ ଫାଙ୍କା ଚୋର ଆସିଥିଲେ କଣ ହେଲା ଚୋର କଣ ନେବେ ଆଉ କିଛି ତ ନାହିଁ ଆଉ ମୁଁ ଜାଣିଛି ଚୋର ଆସିଲେ କିଛି ନେଇପାରିବିନି ତେଣୁ ମୁଁ କାହିଁ ଭୁକିବି। ଆଉ ତୁ ଭୁକିଲୁ ଜାଣିପାରିଲୁ ଗର୍ଜନ କଲୁ ତେଣୁ ମାଲିକ ନିଦ ଭାଙ୍ଗିଗଲା। ମାଲିକକୁ ଥରେ ନିଦ ଭାଙ୍ଗିଗଲା ଆଉ ନିଦ ତାର ହୁଏ ନା ମୁଁ ଜାଣିଛି ସେ କଥା ସେଥିପାଇଁ ତତେ ମାଲିକ ମାଇଲା। ଗଧ ଆଉ କୁକୁର ବୁଦ୍ଧିଆ କୁକୁର କେମିତି ବୁଦ୍ଧିଆ ବୋଲି ଜାଣିଲ କୁହ କେମିତି ଜାଣିଲ କେମିତି ବୁଦ୍ଧିଆ ବୋଲି ଜାଣିଲ କେମିତି ଜାଣିଲ ଯେ କୁକୁର ବୁଦ୍ଧିଆ କୁହ। କୁକୁର ଶୋଇ ପଡିଥିଲା ଭୁକିଲା ନାହିଁ। ହଁ ଠିକ କଥା ସେ କହିଛି। କୁକୁର ଯେତେବେଳେ ଅଜଣା ଲୋକ ଆସିଲେ କୁକୁର ଭୁକିଲା ନାହିଁ କାହିଁକି ନା କୁକୁର ବୁଦ୍ଧିଆ ଅଛି ଜାଣିଛି ଆମର ଷ୍ଟୋର ରୁମ୍ରେ ଆଉ କିଛି ମାଲ ନାହିଁ ଜିନିଷ ପତ୍ର ନାହିଁ ନାଇଁ। ଆଚ୍ଛା ମାଲିକ କାହିଁ